सार माने आमे पिंड देले आम पितृपुरुष कौन पाती आपण माने जो देहटा को आमर देखुचंती ए देह गोटे देह नहीं आज्ञा ए देह रे तीनिटा देह हय सारे मोर तो मु देखिछि गोटा देह ए बाबू मानकर देह गोटे देह नाई रे रवि तीनिटा देह कोन एक नंबर टा होची स्थूल शरीर माने स्थूल जे पांचटा जिनिस रे तयारी अच्छा पंच सखा जुगर कवि कहिले कोन पृथ्वी आप तेज वायु आकाश पृथ्वी आप तेज वायु आकाश पंचभूत घेनी देह प्रकाश पंचभूत घेनी देह प्रकाश ना माने स्थूल शरीरटा पांचटा जिनिस रे तयारी पृथ्वी आप तेज वायु आकाश ता भितरे आउ गोटे शरीर अछि गोटे उदाहरण नेले आउ टिके सरल हेई जीवो आपण माने सोईचंती शिशुपालगड़ गाँ रे आपण माने स्वप्न देखिले भुवनेश्वर रसूलगढ़ पाख एस्प्लानेड मॉल भितरे अछंती आज्ञा स्थूल शरीर रहिला शिशुपालगड़ रे स्वप्न रे देखिले आपण माने अछंती भुवनेश्वर एस्प्लानेड रे अच्छा स्वप्न किए देखे कवि सम्राट भुंज वही होची वैदेही सविलास इंद्रजित बधरु गोटे छांद शुणाउची विचक्षा राग हबो कामोदी ताल हबो त्रिपटा विचक्षण लक्ष्मण बोले से क्षण क्षण विचक्षण लक्ष्मण बोले से क्षण 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 दारे स्वप्न विक्षण तो के सोलम के सो छुतो तो ढिमहि सदस्त के सोलो के सो छुतो जो लगते तो महिमा अरे छोई दक्षिण लिखिले स्वप्न किए देखे माँ मान विचक्षण लक्ष्मण मु इंद्रजित बोध करुणी पद को विस्तारित करुणी खाली गोटे शब्द उपरे आलोकपात करुची विचक्षण विचक्षण माने बुद्धि स्वप्न देखे किए ए श्लोक को ए पद को आउ टिके सरल कर दउची अभिराम परमहंस कहिले कोन कहिले शिशुपालगढ़ रे अच्छा स्वप्न देखिला सूक्ष्म शरीर ये चारिटा जिनिस रे तयारी चारिटा स्थूल शरीर पांचटा जिनिस रे तयारी अच्छा सूक्ष्म शरीर चारिटा जिनिस रे तयारी चारिटा मन बुद्धि
চৈতন্য অহংকার কহি অহংকার কহিরে ভোলা অহংকার কহি তার মানে ডাক্তার মানে যেତେବେଳେ ଆପଣଙ୍କୁ ଆନେସ୍ଥେସିଆ ଦିଅନ୍ତି ହଁ ହଁ ସ୍ଥୂଳ ଶରୀରକୁ କିଛି କରନ୍ତିନି ନାଇଁ ନାଇଁ ଆପଣଙ୍କ ଚେତନା ଶକ୍ତି ସୂକ୍ଷ୍ମ ଶରୀରକୁ ବିଲୁପ୍ତ କରିଦିଅନ୍ତି ହଁ ନା ଆଜ୍ଞା ହାତ ଥିବ ଦେଖୁଥିବେ ଚେତନା ଶକ୍ତିଟାକୁ ଆନେସ୍ଥେସିଆରେ ଦୂରେଇ ଦିଅନ୍ତି ଆଜ୍ଞା ଏ ସୂକ୍ଷ୍ମ ଶରୀର ଚାରିଟା ଜିନିଷରେ ତିଆରି କଣ ମନ ବୁଦ୍ଧି ଚୈତନ୍ୟ ଅହଙ୍କାର ବେଶ ଆପଣଙ୍କର ମନ କହିଲା କାରଟେ କିଣିବେ କାର କିଣିଦେଲେ କିନ୍ତୁ ଆପଣ କାର ଚଲେଇବା ଶିଖି ନାହାନ୍ତି ନା। ଡ୍ରାଇଭରଟେ ରଖିଲେ ସୂକ୍ଷ୍ମ ଶରୀର ମନ କିଣିବା ପାଇଁ ଇଚ୍ଛା ସୃଷ୍ଟି କଲା ବେଶ ସ୍ଥୂଳ ଶରୀର ତାକୁ ଚଲେଇ ପାରିଲାନି ହଁ। ଆପଣ ଆଉ ଜଣଙ୍କ ସ୍ଥୂଳ ଶରୀର ସହାୟତାରେ ହଁ। କାର ଚଲେଇକି ବସିକି ଗୋଟେ ଜାଗାରେ ଆଉ ଗୋଟେ ଜାଗାକୁ ଆଜ୍ଞା ତା ଭିତରେ ଆଉ ଗୋଟେ ଶରୀର ଅଛି ଶ୍ରୀମଦ ଭଗବତ ମହାପୁରାଣ ମହାତ୍ମ୍ୟର ପ୍ରଥମ ଶ୍ଲୋକ ଆଜ୍ଞା ସିଏ ତିନିଟା ଜିନିଷରେ ତିଆରି ସଚିଦାନନ୍ଦ ରୂପାୟ ବିଶ୍ୱୋତ୍ପତ୍ତ୍ୟାୟ ହେତଳେ ଇଏ ହଉଛି ଆତ୍ମା ଗୀତାରେ ଯାହାକୁ କୁହାଗଲା ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନଂ ଦହନ୍ତି ପାବକ ସିଏ ତିନିଟା ଜିନିଷରେ ତିଆରି ସତ୍ ଚିତ୍ ଆନନ୍ଦ ଆଜ୍ଞା ସମସ୍ତେ କହନ୍ତି ମଣିଷ ଖାଲି ହାତରେ ଆସିକି ଖାଲି ହାତରେ ଯାଏ ହଁ ହଁ ମଣିଷ ଖାଲି ହାତରେ ଆସେ ନା କର୍ମଫଳଟା ନେଇକି ଆସେ ଏ ମର୍ତ୍ତ୍ୟରୁ ପାଞ୍ଚଟା ଜିନିଷ ମଣିଷ ନେଇକି ଯାଏ ମର୍ତ୍ତ୍ୟରୁ ପାଞ୍ଚଟା ଜିନିଷ ମୋ ବଡ ଭାଇନାଙ୍କ ଦଖଲ ବୋଧେ ସେ ବହି ବି ଦେଖିନଥିବେ ବହି ହଉଛି ସଂସ୍କୃତ ଗରୁଡ ପୁରାଣ ଆଜ୍ଞା ଦ୍ୱିତୀୟ ପାର୍ଟରେ ଅଛି ଏ ଶ୍ଲୋକଟା ଆଜ୍ଞା ଗୋଟେ ଶ୍ଲୋକ ଶୁଣଉଛି ଶୁଣନ୍ତୁ କହିଲେ ଜାମ୍ୟ ସୌରୀପୁର ନଗେନ୍ଦ୍ର ଭବନ ଗନ୍ଧର୍ବ ଶୈଳାଗ କ୍ରୂରପୁର ବିଚିତ୍ର ଭବନ ବ୍ରହ୍ମାବଲ ଦୁଃଖ ନାନା କ୍ରନ୍ଦପୁର ସୁତପ୍ତ ଭବନ ରୌଦ୍ରଙ୍ଗ ପୟ ଭର୍ଷଣ ସୀତାଢ୍ୟ ବହୁବିତି ଷୋଡ଼ଶ ପୁରାଣୀ ତାନି ଦୃଷ୍ଟାନି ଦେ ପିଣ୍ଡ ଦଉଥିବା ପୁଅ ବ୍ରାହ୍ମଣ ମାନଙ୍କୁ କହୁଛି ପିଣ୍ଡ ପିଣ୍ଡ ବୋଲି କେଜାଣି କେତେ ଗୋଡେଇ ଦେଲ କାହିଁ ପିଣ୍ଡ ଦଉଛ ପିଣ୍ଡ ଦେଲେ ମୋ ବାପ କଣ ପାଇବ ମା ମାନେ ସାର୍ ମାନେ ମନେ ରଖନ୍ତୁ ପୁରାଣ ଲେଖା ହେଇଛି ସାମାଜିକ ଶୃଙ୍ଖଳା ପାଇଁ ଆଜ୍ଞା ମଣିଷ ମଲା ବେଳେ ତା ସହିତ ମା ମାନେ ପାଞ୍ଚଟା ଜିନିଷ ଯାଏ କଣ କଣ ପାଞ୍ଚଟା ଜିନିଷ ବ୍ୟାସ ଲେଖିଛନ୍ତି ଗରୁଡ ପୁରାଣ ପ୍ରେତ ଖଣ୍ଡରେ ଶ୍ଲୋକଟା ଅଛି ଏକ ନମ୍ବର ଜିନିଷ ଆଜ୍ଞା ଆପଣ କରିଥିବା କରଜ ଯଦି ଏ ଜନ୍ମରେ ମା କାର ଟଙ୍କାଟେ ଜଣେ ବାକି ରଖିଲା ହଁ ଟଙ୍କାଟା ସୁଝିନି ଆର ଜନ୍ମରେ ମୂଳ ସୁଧ ସହ ସୁଝିବାକୁ ପଡିବ ଆଚ୍ଛା ଆଚ୍ଛା ଆପଣ ଦେଖିବେ ସମସ୍ତେ ଅନୁଭବୀ ହଁ ବେଳେ ବେଳେ ଆପଣ ଅସୁବିଧାରେ ପଡିଥିବେ ବେଶ କିଏ ଜଣେ ଅପରିଚିତ ଲୋକ ଆସିକି ଆପଣଙ୍କୁ ସାହାଯ୍ୟ କରିକି ପଳେଇବ ହଉଛି ତ କୋଉ ଜନ୍ମରେ ଆପଣ ତାର ଉପକାର କରିଥିଲେ ଆଚ୍ଛା ଆଚ୍ଛା ମଣିଷ ସହିତ ପ୍ରଥମେ ଯାଏ ସିଏ କରିଥିବା କରଜ ନାମାଚାର୍ଯ୍ୟ ବାୟା ବାବା ଲେଖିଲେ ବହି ହଉଛି ବାୟା ଗୀତା ଆଚ୍ଛା ଜଗତ ରାଗ ହଉଛି ରାମକେରି ଜଗତରେ ପୂର୍ଣ୍ଣ ହୋଇଛି 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 ସାହୁ ଠାକ ଭାବ ଋଣ ପରିଶୋଧ ମୁକ୍ତି 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 ବାରେ ହୋଇଥିଲା ରେ ମାନସ 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 ତାରେ ସାର୍ ମାନେ ପ୍ରଥମେ ଯାଏ ଆପଣ କରିଥିବା ଋଣ ଲୋମା ଏକ ଦ୍ୱିତୀୟରେ କଣ ଯାଏ କଣ ନାମାଚାର୍ଯ୍ୟ ବାହା ବାବା ଲେଖିଲେ ଜଗତରେ ପୂର୍ଣ୍ଣ ହେଇଛି ସାହୁ ଖାତକ ଭାବ ଆଜ୍ଞା ଋଣ ପରିଶୋଧେ ମୁକତି ପୁଣି ଲଭଇ ଧ୍ରୁବ
କେବେକାର ଟଙ୍କାଟେ ବି କରଜ ବାକି ରଖିବେନି ଆଜ୍ଞା। ନାଇଁ ନାଇଁ ଦ୍ୱିତୀୟରେ କଣ ଯାଏ? କଣ ଭକ୍ତ ଚରଣ ଦାସ ସାନ ପଦର ସାନ ପଦର କବି ଏ ମଙ୍ଗଳ କହିଲେ ଏଣେ ତୁ ଦେଇଥିଲ ତେଣେ ପାଇବୁ, ଏଣେ ତୁ ଦେଇଥିଲେ ତେଣେ ପାଇବୁ, ଏଣେ ତୁ ଦେଇଥିଲ ତେଣେ ପାଇବୁ, ଏଣେ ତୁ ଦେଇଥିଲେ ତେଣେ ପାଇବୁ, ଦେବୁ ଭଲା ଦେବୁ। 2 ନମ୍ବରରେ ଯାଏ ଜଣେ ତା ଜୀବ ଦଶାରେ ଦେଇଥିବା ଦାନ। କବି କହିଲେ ଏଣେ ତୁ ଦେଇଥିଲେ ତେଣେ ପାଇବୁ। କୋଉଠି ପାଇବେ? ବ୍ୟାସ ବୁଝେଇଛନ୍ତି ଗରୁଡ଼ ପୁରାଣରେ ଆଜ୍ଞା। ଆଚ୍ଛା ଆପଣ ମାନଙ୍କ ଗାଡିଟା ବାହାରିଲା ଶିଶୁପାଳଗଡରୁ ହଁ ହଁ ବା ଟ୍ରେନରେ ଭୁବନେଶ୍ୱରରୁ ବସିଲେ ହଁ ଦିଲ୍ଲୀ ପହଞ୍ଚିବେ, ବାଟରେ ପଡିବ 14ଟା ଷ୍ଟେସନ। ଆଚ୍ଛା ଆଚ୍ଛା ସେମିତି ଜଣେ ବସରେ ଏଇଠୁ ବ୍ରହ୍ମପୁର ଯିବେ, ବସଟା ରହି ରହିଯିବ ନା ଆଜ୍ଞା। ହଁ ହଁ ଆତ୍ମାଟା ମର୍ତ୍ତ୍ୟପୁରରୁ ଯମପୁରକୁ ଗଲାବେଳେ ଆଜ୍ଞା ପଡେ 16ଟା ଷ୍ଟେସନ। ହଁ ଭାଇନା ମାନେ କୁହନ୍ତି 16 ଉତ୍ତର କର୍ମ। କର୍ମ ଜନ୍ମ ପରେ ଆମେ କରନ୍ତି 16 ପାଲାମା ନାଇଁ, ଆଜ୍ଞା ମଲା ପରେ 16ଟା ଷ୍ଟେସନ ଦେଇକି ଆତ୍ମା ଯାଏ। ଆଜ୍ଞା ବ୍ୟାସ ଲେଖିଲେ ଶ୍ଲୋକଟା କହୁଛି ସାରେ ଗୋଟିଏ ଗୋଟିଏ କହନ୍ତୁ। ଜାମ୍ୟପୁର, ସୌରୀପୁର, ନଗେନ୍ଦ୍ର ଭବନ, ଗନ୍ଧର୍ବପୁର, ଶୈଳଗାମପୁର, କ୍ରୌଞ୍ଚପୁର, କ୍ରୂରପୁର, ବିଚିତ୍ର ଭବନ, ବ୍ରହ୍ମାପଦମ, ଦୁଃଖଦମ, ନାନା କ୍ରନ୍ଦପୁର, ରୌଦ୍ରପୁର, ପୟବର୍ଷଣପୁର, ସୀତାଢ୍ୟ ଭବନ, ବହୁଭୀତି ଭବନ। ଏ 16ଟା ଷ୍ଟେସନକୁ ଅତିକ୍ରମ କରିକି ସୂକ୍ଷ୍ମ ଶରୀର ଯାଏ। ତାକୁ ଆଉ ଟିକେ ସରଳ କରିଦେଲେ ରାଧାନାଥ ରାୟ। କଣ କହିଲେ? ଯେତେବେଳେ ଆମ ସ୍ଥୂଳ ଶରୀରରୁ ସୂକ୍ଷ୍ମ ଶରୀରଟା ଅଲଗା ହେଇଯାଏ, ଯମ ଦୂତ 2 ଜଣ ଫାଶ ପକେଇକି ନେଇଯାଆନ୍ତି, ସଙ୍ଗେ ସଙ୍ଗେ ନେଇଯାଆନ୍ତି। ଜଣେ ମଣିଷ ତା ଜୀବ ଦଶାରେ ଲୋମା ଜନ୍ମଠୁ ମରିବା ଯାଏ ଯିଏ ଯାହା କରିଛି, ରାଧାନାଥ ରାୟ ଲେଖିଲେ ସମଗ୍ର ଜୀବନର ଚିତ୍ର ଦେଖାଏ ସେ ପୁଣି ଚପାଞ୍ଜି ବିଚିତ୍ର। ଆଜ୍ଞା ଆପଣଙ୍କ ଦ୍ୱାରରୁ ବାଇକ ଚୋରି ହେଇ ଆପଣ 10,000 ଖର୍ଚ୍ଚ କରିକି ସିସି କ୍ୟାମେରା ଲଗେଇଦେଲେ, ଜଣେ ଲୋକ ଆପଣଙ୍କ ଅଲକ୍ଷ୍ୟରେ ଗାଡି ଚୋରି କଲା ବେଳେ ଧରା ପଡିବ। ଯିଏ ଗୁପ୍ତରେ ଆମ ଚିତ୍ରକୁ ଲିପିବଦ୍ଧ କରୁଛି ତା ନାଁ ହଉଛି ଚିତ୍ରଗୁପ୍ତ। ଜନ୍ମଠୁ ମରିବା ଯାଏ ଯିଏ ଯାହା କରିଛେ ସାର ମାନେ ସବୁ ଯାକ ରେକର୍ଡିଂ କରିକି ଆପଣଙ୍କୁ ଦେଖେଇ ଦିଏ। ସୂକ୍ଷ୍ମ ଶରୀର ଆତ୍ମା କାନ୍ଦେ, ଯମ କହେ ଯା ଶରୀର ନେଇକି ଆସିବୁ। ଆତ୍ମା ଆସେ, ନିଜ ଆଖିରେ ଦେଖେ ଭକ୍ତ ଚରଣ ଦାସ ଆଉ ଛୁଅନ୍ତି ନାହିଁ ତାକୁ ବୋଲନ୍ତି ମରା, ତାକୁ ବୋଲନ୍ତି ମରା, ଖଣ୍ଡି କାଠ ବୁଣି ହୁଇଲୋଡା ତାରେ ହୁଇଲୋଡା। ଯୋଉ ଶରୀରଟାକୁ କିଏ ବାପା କହୁଥିଲା, କିଏ ମା କହୁଥିଲା, କିଏ ସାଙ୍ଗ କହୁଥିଲା, କିଏ ପୁଅ କହୁଥିଲା, କେହି ଛୁଉଁନାହାନ୍ତି, ପୋଡିବା ପାଇଁ ସଜ କଲେଣି। ଏ ଶରୀରରୁ ମୋହଟା ତୁଟିଯାଏ। ବ୍ରାହ୍ମଣ ଭାଇନା ପିଣ୍ଡ ପକେଇବେ। ଆପଣ ମାନେ ସମସ୍ତେ ଅନୁଭବୀ ଦେଖିଥିବେ, ବ୍ରାହ୍ମଣ ଭାଇନା ପ୍ରଥମ ପିଣ୍ଡ ଦେବେ, ପ୍ରଥମ ଦିନ କହିବେ ବାପାଙ୍କ ମୁହଁଟାକୁ ଭାବେ ନାଇଁ ଆଜ୍ଞା। ଦ୍ୱିତୀୟ ପିଣ୍ଡ ଦେବେ, କହିବେ ବାପାଙ୍କ ଗୋଳ ଦେଶକୁ ଭାବେ। ପ୍ରଥମ ପିଣ୍ଡରେ ସୂକ୍ଷ୍ମ ଶରୀରର ମୁହଁ ତିଆରି ହବ, ଦ୍ୱିତୀୟ ପିଣ୍ଡରେ ସୂକ୍ଷ୍ମ ଶରୀର ଗୋଳ ଦେଶ ତିଆରି ହବ, ତୃତୀୟ ପିଣ୍ଡରେ ହାତ ତିଆରି ହବ, ଚତୁର୍ଥ ପିଣ୍ଡରେ ସୂକ୍ଷ୍ମ ଶରୀର ବକ୍ଷ ତିଆରି ହବ, ପଞ୍ଚମ ପିଣ୍ଡରେ ସୂକ୍ଷ୍ମ ଶରୀର ଉଦର ତିଆରି ହବ। ଏମିତି 10 ଦିନରେ 10ଟା ପିଣ୍ଡ ତିଆରି ହୁଏ। 10 ପିଣ୍ଡ ଦେଲେ ସୂକ୍ଷ୍ମ ଶରୀର ତିଆରି ହବ। 11 ଦିନ ଯିବ, 12 ଦିନ ଯିବ, 13 ଦିନ ଅଧରାତିରେ ସୂକ୍ଷ୍ମ ଶରୀରକୁ ନେଇକି ଆତ୍ମା ମା ମାନେ ଯାଏ। 13 ଦିନରେ ଗଲା। ବ୍ୟାସ ପୁରା ବୁଝେଇଛନ୍ତି ଗରୁଡ଼ ପୁରାଣରେ କୋଉ ପୁରରେ କେତେ ଦିନରେ ପହଞ୍ଚିବ। 1 ନମ୍ବର ଷ୍ଟେସନ ହଉଛି ଜାମ୍ୟପୁର। 13 ଦିନରେ ମର୍ତ୍ତ୍ୟରୁ ଗଲା, 18 ଦିନରେ ଜାମ୍ୟପୁରରେ ପହଞ୍ଚିଲା। 13, 18, 31। ତେଣୁ ବ୍ରାହ୍ମଣ କହିବେ ମାସେ ପରେ ମାସିକିଆ
ପିଣ୍ଡ ଦାନ ଦେହି ତାଙ୍କୁ ପିଣ୍ଡ ଦାନ ଦେହି ଗରୁଡ଼ ପୁରାଣେ ବ୍ୟାସ ଦେବ ଗଲେ କହି ବ୍ୟାସ ଦେବ ଗଲେ କହି। ତାର ମାନେ ଓଡିଆ ଗରୁଡ଼ ପୁରାଣରେ ଏ କଥା ନାହିଁ, ନା ନା ବ୍ୟାସଙ୍କ ଗରୁଡ଼ ପୁରାଣ ପ୍ରେତ ଖଣ୍ଡରେ ଏ କଥା ସବୁ ଅଛି। ଆଚ୍ଛା ଆଚ୍ଛା ଜାମ୍ୟପୁରରେ ପହଞ୍ଚିବା ଆଜ୍ଞା 31 ଦିନରେ। ହଁ ତାହେଲେ ବିଲ୍ୱମଙ୍ଗଳ ବ୍ରାହ୍ମଣ ମାନଙ୍କୁ ଧିକାର କରୁଛି। ହଁ ପିଣ୍ଡ ଦେଲେ ଆମ ପିତୃପୁରୁଷ କଣ ପାଆନ୍ତି? ହଁ ହଁ ଗୁରୁଦେବ ନାନକଙ୍କୁ ଜଣେ ଶିଷ୍ୟ ତାଙ୍କର ପଚାରିଲା, ଆଚ୍ଛା କହିଲା ଗୁରୁଜୀ ହଁ ହଁ ଗୋଟେ ପ୍ରଶ୍ନ ପଚାରିବି। ପଚାର ପଚାର। ଆମେ ଦିଅଙ୍କ ପାଖକୁ ହଁ 5ଟା କଦଳୀ ଗୋଟେ ନଡିଆ ନେଇକି ଗଲେ। ହଁ ବ୍ରାହ୍ମଣ ଭାଇନା ନଡିଆଟାକୁ ବାଡେଇ ଦେଲେ, ବାଡ଼େଇ ଦେଲେ। 5ଟା କଦଳୀକୁ ଦେଖେଇ ଦେଲେ। ଆଜ୍ଞା ମତେ ତ ପୁଣି ନଡିଆ ଦେଲେ, ହୁଁ। କଦଳୀ ଦେଲେ, ହଁ। ଏବେ ଦିଅ ଯେ କଣ ଖାଇଲେ ଧନବାଡ଼ିରେ ମତେ କହିବ ଗୁରୁଜୀ ଭଲେ। ଧନବାଡ଼ିରେ ଗୁରୁଜୀ ମନେ ଟିକେ ବିଚାରି ଧନବାଡ଼ିରେ କହିଲେ, ଗୁରୁ ମତେ କହିବ ଦିଅ କଣ ଖାଇଲେ। ଓ ଦିଅ ତାହେଲେ କଣ ଖାଇଲେ? ଗୁରୁଜୀ ଡାକିଲେ, ଆ, ବାବୁ ଗୋଟେ କାମ କର, କହୁନା ଗୋଟେ କାଗଜ ଆଣ, କାଗଜ ନେବି? ଆଜ୍ଞା ନିଅ। ଗୋଟେ କଲମ ଆଣ, କଲମ? ହଁ। ଏଟା ଗୋଟେ ଡାବୁରେ କାଳି ସରିଯାଇଛି। ଗୋଟେ ମନ୍ତ୍ର ଲାଖୁଛି ଲେଖ, ହଁ କହୁନା। ସା ବିଦ୍ୟା ସା ବିଦ୍ୟା ଯା ଯା ବିମୁକ୍ତ ଏ। ବିମୁକ୍ତ ଏ। କଣ ଲେଖା ହେଇଛି? ସା ବିଦ୍ୟା ହଁ। ଯା ବିମୁକ୍ତ ଏ। 2 ଘଣ୍ଟାର ସମୟ ନେବ, ଧନବାଡ଼ିରେ ଏହି ମନ୍ତ୍ରଟାକୁ ଘୋଷି ଦେବ। ଗୁରୁଜୀ କହିଲେ, ପୁଅ ଆଜ୍ଞା 2 ଘଣ୍ଟା ଭିତରେ ମନ୍ତ୍ରଟାକୁ ଘୋଷି ଦେ। ହଁ 2 ଘଣ୍ଟା ବିତିଗଲା। ଆଜ୍ଞା ନାନକ ଆସିଲେ, ହଁ। ପାଖକୁ ଡାକିଲେ, ହଁ କହିଲେ ବାବା ମନ୍ତ୍ରଟା ଘୋଷିଛ? ପୁରା ସମାନେ ଘୋଷି ଦେଇଛି। ପୁରା ମନରେ ଅଛି? ହଁ କାଗଜଟା ମତେ ଦିଅ। ହଁ ନଉନାହାନ୍ତି। କାଗଜଟାକୁ ନେଇକି ନିଜ ପକେଟରେ ରଖିଲେ ନାନକ। ହଁ ପଚାରିଲେ, କାଗଜରେ କଣ ଲେଖା ହେଇଥିଲା? ସା ବିଦ୍ୟା ହଁ। ଯା ବିମୁକ୍ତ ଏ। କେତେଟା ଅକ୍ଷର ଥିଲା? 8ଟା। ଆଚ୍ଛା, ଏଟା କୋଉଠି ଲେଖା ହେଇଥିଲା? ଆଜ୍ଞା କାଗଜରେ ତମ ମୁଣ୍ଡକୁ କେମିତି ଗଲା? ଧନବାଡ଼ିରେ ତମ ମୁଣ୍ଡକୁ କେମିତି ଗଲା? ଧନବାଡ଼ିରେ କାଗଜରୁ କିବା କମିଗଲା? ଧନବାଡ଼ିରେ ନାନକ ପଚାରିଲେ, ବାବା ହଁ ଲେଖା ହେଇଥିଲା କାଗଜରେ, ହଁ ନାଇଁ କି? ଆଜ୍ଞା କେତେଟା ଅକ୍ଷର ଥିଲା? 8ଟା। ଏ ଲେଖାଟା ଗଲା କୋଉଠିକି? ଆଜ୍ଞା ଗଲା ମୋ ମୁଣ୍ଡକୁ କେମିତି ଆଇଲା? ଏ କାଗଜରୁ ଲେଖା କମିଲା କି? ନାଇଁ ତ। ସେଇ ନ୍ୟାୟରେ ଆମ ପିତୃପୁରୁଷଙ୍କୁ ଆମେ ଦଉଥିବା ପିଣ୍ଡଲୋମା। ଏ କାଗଜର ଲେଖା ହଉଛି ସ୍ଥୂଳ, ମୁଣ୍ଡକୁ ଯିବା ହଉଛି ସୂକ୍ଷ୍ମ। ସୂକ୍ଷ୍ମ। ଆଜ୍ଞା ଏ ସ୍ଥୂଳ ଲେଖା ଯେମିତି ସୂକ୍ଷ୍ମ ରୂପ ନେଇକି ମୁଣ୍ଡକୁ ଗଲା, ଆମେ ପିତୃପୁରୁଷଙ୍କୁ ଆମେ ଯୋଉ ପିଣ୍ଡ ଦିଅନ୍ତି, ହଁ ଏ ସୂକ୍ଷ୍ମ ଶରୀରର ମନ ଅଛି, ବୁଦ୍ଧି ଅଛି, ଆଜ୍ଞା। ଅହଙ୍କାର ଅଛି, ଚୈତନ୍ୟ ଅଛି, ବେଶ। କିନ୍ତୁ ଖାଇବା ପାଇଁ ପାଟି ସିନା ନାହିଁ, ନା ନା ଖାଇବା ପାଇଁ ମନଟା ଅଛି ନା ଆଜ୍ଞା। ଆଜ୍ଞା ଆଜ୍ଞା ସ୍ଥୂଳ ସୂକ୍ଷ୍ମ ରୂପକୁ ଧରିଲା, ସ୍ଥୂଳ ସୂକ୍ଷ୍ମ ରୂପକୁ ଧରିଲା, ଆକାଶ ତତ୍ତ୍ୱରେ ମିଶି ଗଲା, ଆକାଶ ତତ୍ତ୍ୱରେ ମିଶି ଗଲା। ତାର ମାନେ ଯେମିତି ଏ ସ୍ଥୂଳ ସୂକ୍ଷ୍ମ ହେଇଯାଏ, ଆମେ ପିତୃପୁରୁଷଙ୍କୁ ଦଉଥିବା ପିଣ୍ଡ ସେମିତି ଏଇଠୁ ସେମାନେ ପାଆନ୍ତି। ହଁ ଆଜ୍ଞା ଜାମ୍ୟପୁର ଯାଏ, ସୌରୀପୁର ଯାଏ, ନଗେନ୍ଦ୍ର ଭବନ ଯାଏ, ଗନ୍ଧର୍ବପୁରେ ପୁର ଗୁଡିକ ବିସ୍ତାରିତ କଲେ ସମୟ ପଳେଇବ ଆଜ୍ଞା। ଆଚ୍ଛା ସମୟ ନଉନି। ନା 5 ମାସରେ ସୂକ୍ଷ୍ମ ଶରୀର ପହଞ୍ଚେ ଗୋଟେ ପୁର, ତା ନାଁ ହଉଛି ଶୈଳଗାମପୁର। ଆଚ୍ଛା ଶୈଳ ମାନେ ପଥର ଆଜ୍ଞା। ଆଜ୍ଞା ସେ ପୁରରେ କୁଆଡେ ପଥର ବର୍ଷା ମା ହଉଥାଏ, ହଁ ସେ ପୁରରେ ପଥର ବର୍ଷା ହଉଥାଏ। ଆଚ୍ଛା ଯିଏ ତା ଜୀବ ଦଶାରେ କୋଉ ଦୁଃଖୀକି ରଙ୍କିକି ଗରିବକୁ ଆଜ୍ଞା 6ଟାଟେ ଦାନ ଆଜ୍ଞା ଦେଇଥିବ। ଆରେ ଭକ୍ତ ଚରଣ ଦାସ କଣ କହିଲେ? ଏଣେ ତୁ ଦେଇଥିଲେ ତେଣେ ପାଇବୁ, ମା ଯିଏ ତା ଜୀବ ଦଶାରେ କାହାକୁ 6ଟାଟେ ଏଠି ଦାନ ଦେଇଥିବ, ଆଜ୍ଞା ଯମ ଦୂତ 2 ଜଣ ସେଇଠି 6ଟାଟାକୁ ତାକୁ ଦେଖିକି ଦେବେ। ଆରେ ସେଇଥିପାଇଁ ଆମ ଶ୍ରାଦ୍ଧ କାର୍ଯ୍ୟରେ ହଁ ମୋ ବାପା ତାଙ୍କ ଜୀବ ଦଶାରେ କାହାକୁ 6ଟାଟେ ଦାନ ଦେଇଛନ୍ତି କି ନାହିଁ ବୋଲି ହଁ ଆମେ ବ୍ରାହ୍ମଣକୁ ଆଜ୍ଞା 6ଟାଟେ ଦିଅନ୍ତି। ହଁ ହଁ ପ୍ରତ୍ୟେକ ଦାନର କାରଣ ସମ୍ପର୍କ ଲେଖା ହେଇଛି ଗରୁଡ଼ ପୁରାଣରେ। ଆଚ୍ଛା ଆଉ ବିସ୍ତାରିତ ସମୟ ପଳେଇବ। ଆଗକୁ ବଢି 2 ନମ୍ବରରେ ମଣିଷ ସହିତ ଯାଏ ସିଏ ଦେଇଥିବା ଦାନ ଆଜ୍ଞା। 3 ନମ୍ବରରେ କଣ ଯାଏ? କଣ?
आउ टिके आगे को जीवा गीतारे श्लोकटा अछि अच्छा जंग जंग बापी स्मरण भाव त्यजन्ते कलेवरम मोला बेले जो कथा आपण मानक मुंडरे चली थाए अच्छा आज्ञा सहज रे सब कथा मुंडरे मा पसेनी ना जणे राजा थिले हाँ तपस्वी हेले हरिणटे को रखिले पूजा करुथिबे हरिण कथा भाबुथिबे अच्छा यज्ञ करुथिबे हरिण कथा भाबुथिबे बाबुथिबे फूल तळुथिबे हरिण कथा भाबुथिबे भाबुथिबे। पर जन्मटा तांकर हरिण हेई की हेला रे आपण कैमेरा आगे जेमती छिड़ा हुंतु हाँ जदि फ्लैश लाइट पड़िला बेले मा बस एइठू झाड़ बाहरिची फोटोटे झाड़ आसु हाँ झाड़ा आसब ना फ्लैश आपण सजबाज होई कि घरु जिवे हाँ चाली चाली जाई कि झाड़ बाहरी जाइथिबो कैमेरा आगे छिड़ा बेलको हातटा एमती पड़िची फोटोटा एमती आसीबो ना आज्ञा हाँ मरिला बेलको मनरे जो कथा चली थाए मनरे सहजरे मा भलो कथा आसेनी ना ना जिए जीवन जाक भल काम करथिबो भलो चिंता मुंड को आसीबो आसब जो वस्तु प्रति कोनोसी आकर्षण थाए वासना थाए आकांक्षा थाए अच्छा सेही कथाटा मुंडरे चाले सेईटा जाय आपणक सहित दान गला करज गला वस्तु प्रति वासना गला 4 नंबर कोन जाए जदुमणि साहित्य राग कामदी जदुमणि लिखिले वही प्रबंध पूर्णचंद्र कवि होचंती उत्कल घंट जदुमणि महापात्र राग कामदी ताल त्रिपदा अच्छा ए रख रख सबद जोगे श्रुति स्तबध रख रख सबद जोगे श्रुति स्तबध श्रुति न होइले गजेन्द्र श्रुति न होइले गजेन्द्र रख रख उतार केते बोली देवार रख रख कवि पीड़ा नरेन्द्र तार माने माँ माने मन दे कि शुणु जदुमणि साहित्य आज्ञा जदुमणि कहले 4 नंबर रे माँ माने कौन जाए कौन कहीं पालाटे करवा कहीं पालाटा शुणवा ये कथाटा अच्छे हाँ कहले रख शबद जोगे श्रुति स्तबध जड़े जिज्ञासु पचारे प्रभु आपण को गोटे प्रश्न पचारि अच्छा पुणी छांद बोली हाँ 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 फड़ा फड़ा प्रभु आपण को गोटे प्रश्न पचारि अच्छा राग होची पंचम बराड़ी ए गोकुल कल गौरांगी कमहदा लेइथिबा सका सरहर
नेलो जहाँ नेलो दास कोण गावा धितो हे